ଆପଣଙ୍କ ବିରୁଦ୍ଧରେ ଜମା ମୁହଁ ଖୋଲିବିନି। ତାହେଲେ ସେମାନେ ମୋ ଘରକୁ ଆସିଛନ୍ତି କ'ଣ ପାଇଁ? କୌଣସି ତ କର୍ମ କରି ମୁଁ ନିଜ ଜୀବନକୁ ମୁଁ ନର୍କ କରିଦେଇଛି। ଏମିତିକି ନିଜକୁ ଘୃଣା କରିବା ପାଇଁ ଘୃଣାର ବି ସଙ୍କୋଚ ଆସୁଛି। ଆଉ ଆତ୍ମହତ୍ୟା କଲା ଭଳି ହୀନ ମାନସିକତା ମୋର ବି ନାହିଁ। ସେଥିପାଇଁ ଭାବିଲି ପୋଲିସ ପାଖରେ ସରେଣ୍ଡର କରି ବାକି ତକ ଜୀବନ ମୁଁ ଜେଲର ଅନ୍ଧାର କୋଠରୀ ଭିତରେ କାଟିଦେବି। ଆରେ କି ପ୍ରକାର ବଦଳାନ୍ତି? ତୁ ସରେଣ୍ଡର କଲେ ଆପେ ଗାଡ଼ିଟି ମୁଁ ତ ଆଇନର ପଞ୍ଚାୟତରେ ବସି ହେଇଯିବି। ଆମର ଇଲେକ୍ସନ ମୁଁ ତ ପୁରା ବର୍ବାଦ ହେଇଯିବି। ଭରସା ରଖନ୍ତୁ ଆଜ୍ଞା, ଏ ଘନିଆ କଥା ଦଉଛି ଆପଣ କେବେ ବି ବର୍ବାଦ ହେବେ। ଆପଣଙ୍କ ଚରିତ୍ରରେ ମୁଁ ଟିକେ ବି ଦାଗ ଲଗେଇବାକୁ ଦେବିନି। ସତ କହୁଛୁ? ଏମିତି କିଛି କରିପାରିବୁ ତୁ? ଏତେ ଦିନ କାମ ପରେ କ'ଣ ଏଇ ଦୁନିଆ ପ୍ରତି ଆପଣଙ୍କର ବିଶ୍ୱାସ ନାହିଁ? ହଁ, ବିଶ୍ୱାସ ତ ନିଶ୍ଚୟ ଅଛି, କିନ୍ତୁ ସାର୍ ତା ପ୍ରତିବଦଳରେ ଆପଣଙ୍କୁ ମୋର କିଛି କଥା ରଖିବାକୁ ପଡ଼ିବ। ପ୍ରତିବଦଳ ମାନେ ମୋତେ କ'ଣ କରିବ କହ? ମଣିଷ ପଣିଆର କାମ କରିବାକୁ ପଡ଼ିବ। ହୃଦୟବାନ ମଣିଷର ପରିଚୟ ଦେବାକୁ ପଡ଼ିବ। ଜଣେ ଜନପ୍ରତିନିଧି ଭାବରେ ଉତ୍ତମ ନାଗରିକ ଭାବରେ ନିଜକୁ ଗଢ଼ି ତୋଳିବାକୁ ପଡ଼ିବ। ଆଉ ଶେଷରେ ପିତା ହିସାବରେ ନିଜ ସନ୍ତାନମାନଙ୍କୁ ପିତୃତ୍ୱ ସ୍ନେହରେ ଛନ୍ଦି ଦେବାକୁ ପଡ଼ିବ। ଆରେ ମୋତେ ପରିଷ୍କାର କହ, ମୁଁ କ'ଣ କରିବି? ତମସକୁ ଆପଣ ବାପର ପରିଚୟ ଦେବେ। ହତଭାଗିନୀଟି ଆଜ୍ଞା ପିଲାଟି ଦିନ ମାଆକୁ ହରେଇଛି, ବାପର ପରିଚୟ ବି ପାଇନି। ତାର ଦୋଷ କ'ଣ ଆଜ୍ଞା? ଆପଣ ତ ତା ମା ସହିତ ଖରାପ ସମ୍ପର୍କ ରଖି ତାକୁ ସୃଷ୍ଟି କଲେ। ତା ମାଆକୁ ଶଙ୍ଖା ସିନ୍ଦୁର ନ ଦେବାରୁ ତା ମାଆଟା ଆତ୍ମହତ୍ୟା କରିଦେଲା। ମାଆକୁ ହରେଇଦେଲା, ବାପର ପରିଚୟ ପାଇଲାନି। ଆଉ ଆଜି ତମ ସ୍ୱାମୀ ଗୋଟେ ପୁଅ ଜନ୍ମ କରି ସ୍ୱାମୀ ପରିତ୍ୟକ୍ତା। ସେ ପୁଅ ବି ତା ବାପର ପରିଚୟ ହରେଇବାକୁ ବସିଛି। ଏମିତି କଣ ଆଜ୍ଞା ତମସା ଆଉ ତା ପୁଅର ଜୀବନଟା ନର୍କ ହେଇଛି? ହାତ ଯୋଡୁଛି ଆପଣ ତମସାକୁ ବାପର ପରିଚୟ ଦେଇ ନିଜକୁ କୋଳକୁ କୋଳେଇ ନିଅନ୍ତୁ। ଠିକ ଅଛି, ମୁଁ ତୋ କଥା ନିଶ୍ଚିତ ରଖିବି। ସାର୍ ମୋ କଥା କିନ୍ତୁ ସରିନି। ଆଉ ପୁଣି କୋଉ କଥା? ଗୋଟିଏ ବୋଲି କୁହ ଆପଣଙ୍କର। ଆପଣ ମନେ ସିଏ ଆପଣଙ୍କୁ ପିଣ୍ଡ ପାଣି ଦବ। ଆପଣ ଶେଷରେ ମୋ ହାତରେ ନିଜ ଉତ୍ତରଦାୟିତ୍ୱକୁ ନଷ୍ଟ କରିଥିଲେ। ଛାଡ଼ନ୍ତୁ ଆଜ୍ଞା, ଯାହା ହବାର ଥିଲା ହେଇସାରିଛି। ଏବେ ସେସବୁକୁ ଭୁଲି ନିଜ ପୁଅ ବୋହୂକୁ ନିଜ ଘରକୁ ଫେରେଇ ଆଣନ୍ତୁ। ବାସ୍ ଏତିକି? ନାଇଁ ଆହୁରି ଅଛି। ଏ ଘନିଆ ଆଜି ଯଦି ଗୋଟେ ପଶୁ ଜାନୁଆର ରାକ୍ଷସ କେବଳ ସେ ନିଶାସକ୍ତ ବୋଲି ମଦ ହିଁ ମୋ ଜୀବନର ସର୍ବନାଶର କାରଣ। ଖାଲି ମୁଁ ନୁହେଁ ଆଜ୍ଞା, ଏ ଦୁନିଆରେ ଅନେକ ଲୋକ ମଦ ନିଶାରେ ଏମିତି ନିଜର ସର୍ବସ୍ୱ ହରେଇ ଦେଇ ନିଜର ଅମୂଲ୍ୟ ମଣିଷ ଜୀବନକୁ ନଷ୍ଟ କରି ଏ ସମାଜକୁ ବିକଳାଙ୍ଗ କରିଦେଉଛନ୍ତି। ସାର୍ ଯଦି ଆପଣଙ୍କ ଦଳ ଆଉଥରେ ସରକାର ଗଠନ କରେ, ଏ ରାଜ୍ୟକୁ ମଦମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବା ଆପଣଙ୍କର ଲକ୍ଷ୍ୟ। ଏତିକି କରିଦେଇ ପାରିଲେ ଆଜ୍ଞା ମୁଁ ଜେଲ ଭିତରେ ଟିକେ ଶାନ୍ତିରେ ବଞ୍ଚିପାରିବି। ଏତେ ଉତ୍ତମ ବିଚାର। ଟଙ୍କା ନିଅନ୍ତୁ। ମତେ କ'ଣ ପାଇଁ ଟଙ୍କା ଦଉଛୁ? ମୁଁ ତ ଜେଲ ଚାଲିଯିବି। ଏ ଟଙ୍କା ମୋର କ'ଣ ହବ ଆଜ୍ଞା? କିନ୍ତୁ ଆପଣ ଏଇ ଟଙ୍କାରେ ମୋର କିଛି ଅଧୁରା କାମ ପୁରା କରିଦେବେ। ମତେ ଆଶା କରି ମୋ ଆଖପାଖରେ କିଛି ଲୋକ ବଞ୍ଚିଛନ୍ତି। ମୁଁ ଜେଲ ଚାଲିଗଲେ ତାଙ୍କ କଥା କିଏ ବୁଝିବା? କିଏ ତାଙ୍କ ଭୋକିଲା ପେଟକୁ ଗୋଟେ ଆହାର ଦବ? ଆପଣ ହାତ ଧରୁଛି ଆଜ୍ଞା, ଏଇ ଟଙ୍କାରେ ଆପଣ ଆଉ କିଛି ଟଙ୍କା ମିଶେଇ ସେମାନଙ୍କୁ ଟିକେ ଏମିତି ସାହାରା ଦେଇ ଚାଲିଥିବେ। ଯେତେଦିନ ପର୍ଯ୍ୟନ୍ତ ଆପଣଙ୍କର ସକ୍ଷମ ଥିବ ମୁଁ ବାଧ୍ୟ କରୁନି। ଏତିକି କରିଦେଇ ପାରିଲେ ଆପଣ କରିଥିବା କିଛି ଆପଣ କିଛି କ୍ଷୟ ହେଇଛି, ଭଗବାନଙ୍କ ପାଖରୁ ଆପଣ କିଛି କରୁଣା ଲାଭ କରିବେ। ସାର୍ ଏତିକି ତ ରଖିବେ ନା? ସେ ମଣିଷ ବିଶ୍ୱାସ ତୁ ସେ ଘନିଆ ନୁହଁ। ସତକୁ ସତ ତୁ ହଉଛୁ ଘନଶ୍ୟାମ।
ନବୀନ ନିରୋଧ ଘନଶ୍ୟାମ ତାହେଲେ ଏମିତି ଆଦର୍ଶ ବିଚାର ତୋ ଭିତରେ ଆସନ୍ତା ସଦର ତୁ ମଣିଷ ନୁହେଁ ତୁ ଦେବ ପୁରୁଷ ମଧ୍ୟ ତୋର ଶାପଗ୍ରସ୍ତ ଜୀବନ ପାଇଁ ତୁ ବସି ସାଜିଥିଲୁ କିଛିଟା ସମୟ ପାଇଁ ସଦର ତୁ ମହାନରେ ଧନ୍ୟ ତୁ ଅପୂର୍ବ ଚମତ୍କାର ଆଜି ତୋ ଚିନ୍ତାଧାରା ପାଖରେ ମୋ ମୁଣ୍ଡ ଆପେ ଆପେ ହୋଇଯାଉଛି ମୁଁ ତୋ କଥା ଶୁଣିଛି ତୋ ସବୁ କଥା ମୁଁ ମାନିବି ଆଜି ତୁ ନିଜକୁ ଜଣେ ଭଲ ମଣିଷ ଭାବେ ଗତି କରିବାକୁ ନିଶ୍ଚୟ ଚେଷ୍ଟା ହେ କନ୍ୟା ନାଇଁ ନାଇଁ ଘନଶ୍ୟାମ ନବୀନ ନିରୋଧ ଘନଶ୍ୟାମ ହେ ଘନଶ୍ୟାମ जो मुझसे धर्म ମୁଁ ତମ ମାଧ୍ୟମରେ କହିଛି ଯଦି ପାରିବ ତମେ ମୋତେ କ୍ଷମା କରିଦେବ କ୍ଷମା କରି ନାଇଁ ସାର୍ ସେମିତି କୁହନ୍ତୁ ନାଇଁ ଏତିକି ମୁଁ ସବୁ ବୁଝିପାରୁଛି ଆଉ କିଛି କହିବା ଆବଶ୍ୟକ ନାହିଁ ଆପଣ ଦେଖନ୍ତୁ ମୁଁ ଥାନା ବାବୁଙ୍କୁ କଣ କହୁଛି ଥାନା ବାବୁ ଆପଣ ଏବେ ଆସିପାରନ୍ତି ସବୁ ଗୁପ୍ତ ମନ୍ତ୍ରଣା ସରିଗଲା ଗୁପ୍ତ ମନ୍ତ୍ରଣା ନୁହେଁ ଆଜ୍ଞା ସ୍ୱୀକାର ଯେ ଯିବା ପୂର୍ବରୁ ମୋର କିଛି ବୁଝାମଣା ଥିଲା ଯୋଉଟା ଏବେ ସରିଗଲା ତୋର ଯଦି ଏତେ ବୁଝାମଣା ଥିଲା ତାହେଲେ ଥାନାରେ ସରେଣ୍ଡର କରିବା ପୂର୍ବରୁ ବୁଝାମଣାଟା କରିନେଲୁ ନାହିଁ ଥାନା ବାଲା କଣ ତୋର ଅଡରଲି ବାହାରେ ବସେଇ ଦେଇ ଏକାଠି ବୁଝାମଣା କରିବୁ ମନରେ କହୁଛି ଘନିଆକୁ ଉତ୍ତ୍ୟକ୍ତ ହବାକୁ ଦିଅନି ଅଫିସର ସରେଣ୍ଡର କରିବେ ବୋଲି କହିଛି କିନ୍ତୁ ସରେଣ୍ଡର କରିନି କି ମୋ ବିରୁଦ୍ଧରେ ଆପଣଙ୍କ ପାଖରେ କିଛି ପ୍ରମାଣ ନାହିଁ ମୋ ଭୁଲକୁ ମୁଁ ସ୍ୱୀକାର କରିନି ଆପଣ ଯୋଉ ପ୍ରମାଣକୁ ଆଧାର କରି ମୋତେ ଆରେଷ୍ଟ କରି ନେଇଯିବେ ବାବୁ ନିଜକୁ ଟିକେ କଣ୍ଟ୍ରୋଲ କର ଭଲିଆ ଆଜ୍ଞା ଏବେ ତ କଥା କହ ସାର୍ ଦେଖନ୍ତୁ ମୋ ଜୀବନରେ ମୁଁ ଯୋଉ ସବୁ ମର୍ଡର କରିଛି ତା ପଛରେ ବିଧାୟକ ବାବୁଙ୍କର ହାତ ଅଛି ବୋଲି ଆପଣଙ୍କର ଯୋଉ ସନ୍ଦେହ ଅଛି ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ସବୁ ମର୍ଡର ମୁଁ ନିଜ ଇଚ୍ଛାରେ ମୁଁ କରିଛି ଏ ଯୋଉ ସବୁ ମର୍ଡର ହୁଏ ସେ ସବୁ କଣ ତୁ କରୁ ମୁଁ କରେନି କଣ ପାଇଁ ମଣିଷ ମର୍ଡର କରୁ ଅର୍ଥ ପାଇବା ପାଇଁ ଧନପତି ମାନଙ୍କ ଠାରୁ ଅର୍ଥ ଲୁଟ କରି ଗରିବ ଦୁଃଖୀ ଦରିଦ୍ର ମାନଙ୍କୁ ବାଣ୍ଟି ଦେବା ହେଉଛି ମୋର ଉଦ୍ଦେଶ୍ୟ ସମାଜସେବୀ ମାନବନ୍ଧ ପ୍ରଧାନକୁ କିଏ ମର୍ଡର କରିଛି ମୁଁ ମର୍ଡର କରିଛି ମାନବନ୍ଧ ଯୋଉ ଧନପତି ନଥିଲେ ତାକୁ ମର୍ଡର କରୁ କଣ ପାଇଁ ସମାଜସେବୀ ଭୁଲରେ ଥିଲେ ସେ ପ୍ରକୃତ ସମାଜସେବୀ ନଥିଲେ ହଁ ସେତେବେଳେ ମାନବନ୍ଧ ମୁଁ ପାର୍ଟି ଅଫିସରୁ କିଛି ଅର୍ଥ ନେଇ ଫେରୁଥିଲେ ମୁଁ ଯେ ଦେଖା କରି ମାନବକୁ କିଛି ଟଙ୍କା ଦିଅନ୍ତୁ ବୁଝିଦେବୁ ଦବା ରାଜି ହେଲେନି ଛଡ଼େଇବା ପାଇଁ ଚେଷ୍ଟା କଲି ବିଫଳ ହେଲି ତୁ ବାଧ୍ୟ ହୋଇ ମର୍ଡର କରିଦେଲି 2 ଲକ୍ଷ ଟଙ୍କା ଲୁଟି ଦେଲି 2 ଲକ୍ଷ ଟଙ୍କା ପାଇଁ ତୁ ମଣିଷ ମର୍ଡର କରିଦେବୁ ଆଜ୍ଞା ତୁ କଣ କଞ୍ଚେଇ ଯାହା ବି ଭାବି ପାରନ୍ତି ଆପଣ ମାତ୍ର 50,000 ଟଙ୍କା ପାଇଁ ସେ ଇଞ୍ଜିନିୟର ଦେବରଙ୍କୁ ହାଣିଦେଲି ଆଉ କଣ୍ଟ୍ରାକ୍ଟର ଆଶୁତୋଷ ପଟ୍ଟନାୟକକୁ 10 ଲକ୍ଷ ଟଙ୍କା ମାଗିକି ଦେଲାନି ପେଲିଦେଲି ସାର୍ ଆଉ ଦେଲି କରୁଥିଲି ସାର୍ ଏଭଳି ଜଘନ୍ୟ ଅପରାଧୀକୁ ଆରେଷ୍ଟ କରିବା ପାଇଁ ୱେଟ୍ ମଳୟ ବାବୁ ମତେ ଆଉ ଗୋଟେ କଥା କହ କୋଉ କଥା ରୂପ ବାବୁଙ୍କ ପତ୍ନୀ ମାନେ ମଳୟ ବାବୁଙ୍କ ଝିଅର ଗର୍ଭନଷ୍ଟ କର ସେଥିପାଇଁ ଅର୍ଥ ତୁ କଣ ପାଇଥିଲୁ ଅର୍ଥ ପାଇଁ ନୁହେଁ ଆଜ୍ଞା ଭୋଗ ମେଣ୍ଟେଇବା ପାଇଁ କୋଉ ଭୋଗ ଦେହର ଭୋଗ ପୁରବୀର ସୁନ୍ଦର ଜବର ମତେ ଆକୃଷ୍ଟ କରିଦେଇଥିଲା ମନେ ମନେ ମୁଁ ପୁରବୀ ଭାରି ଭଲ ପାଇ ଯାଇଥିଲି କିନ୍ତୁ ମୁଁ ଯେତେବେଳେ ଜାଣିବାକୁ ପାଇଲି ପୁରବୀ ରୂପକ ବାବୁଙ୍କୁ ବାହା ହେବା ପୂର୍ବରୁ ବାହା ହେବାକୁ ଚାହୁଁଛି ସେତେବେଳେ ମୋ ମନ ଭିତରେ ପ୍ରତିହିଂସାର ନିଆଁ ଜଳି ଉଠିଲା ରୂପକ ବାବୁ ମଳୟ ବାବୁ ଘରେ ନଥିଲା ବେଳେ ତାଙ୍କ ଘରେ ପଶି ସେ ଗର୍ଭ ନଷ୍ଟ କରି ମତେ ବାହା ହେବା ପାଇଁ ମୁଁ ପୁରବୀକି ପ୍ରସ୍ତାବ ଦେଲି ସେ ତ ମୋ ପ୍ରସ୍ତାବ ଗ୍ରହଣ କଲାନି ବରଂ ମୋ ମୁହଁକୁ ଛେପ ପକେଇଲା କନ୍ୟା ମୁଣ୍ଡକୁ ପିତ ଉଠିଗଲା ମାଇଲି ଦୁଇଟା ଛୁଆକୁ ମାରିଦେଲି ଅଭିଯୋଗ କରିନି କଥା ସତ ମାତ୍ର ସେ ଖାଲି ମତେ ଏତିକି କହିଛି ଯେ ଦୁର୍ଯୋଧନ ବାବୁଙ୍କ ନିର୍ଦ୍ଦେଶରେ ତୁ ମୋ ଘରକୁ ଯାଇଥିଲୁ ଆପଣଙ୍କ ଝିଅ ଆପଣଙ୍କୁ ମିଛ କହିଛି କାହିଁକିନା ବିଧାୟକ ବାବୁ ସେ ବାହାଘରକୁ ଅସ୍ୱୀକାର କରିଥିଲେ ନିଜ ପୁଅ ବୋହୂକୁ ଘରୁ ତଡ଼ି ଦେଇଥିଲେ ସେଇଥିପାଇଁ ପ୍ରତିଶୋଧ ନେବା ପାଇଁ ଆପଣଙ୍କ ଝିଅ ଆପଣଙ୍କୁ ମିଛ କହିଛି ଠିକ ଅଛି ଏଠି ଯା ସବୁ ସ୍ୱୀକାର କଲୁ ଥାନା ଯିଏ ଫାଇନାଲ ଷ୍ଟେଟମେଣ୍ଟ ଦେବ ଆଉ ସିଗ୍ନେଚର କରିବୁ ନିଶ୍ଚୟ ଆଜ୍ଞା ସେ ଭରସା ମୋ ଉପରେ ରଖନ୍ତୁ ଇଏ କିଛି ନୁହଁ ଆଜ୍ଞା ଅପରାଧ ଆହୁରି ଲମ୍ବା ତାଲିକା ମୋ ପାଖରେ ଅଛି ସେସବୁ କହିବା ପାଇଁ ମୋର ବି ଆଉ ଦ୍ୱିଧା ନାହିଁ ଆଜ୍ଞା କାହିଁକିନା ମୁଁ ଚାହେଁ ନା ମୋ ଖରାପ କର୍ମ ପାଇଁ ଆଉ କାହା ଚରିତ୍ରରେ କଳା ଦାଗ ଲାଗିଯାଉ ସରି ସାର୍ ଆପଣ ବି ସନ୍ଦେହ ମୁକ୍ତ ଧନ୍ୟବାଦ ସାର୍
ବାସ୍ ଏଇଥିପାଇଁ ହିଁ ଆସିଥିଲି ଗୋପନ ମନ୍ତ୍ରଣା ପାଇଁ ନୁହେଁ। ମୋର ଯାହା କହିବାର ଥିଲା ମୁଁ କହିସାରିଛି, ଆଉ ଯାହା ବାକି ଅଛି ଥାନାରେ କହିବି, ମତେ ଥାନାକୁ ନେଇ ଚାଲନ୍ତୁ। ମୋର ଯଦି ଏତେ କାମ ଥିଲା ସବୁ କାମ ଖାଲି ଆମ ପାଖକୁ କଲୁନି, ଏ ତଳିଆ ଧନ୍ଦା ଭିତରେ ଆମକୁ କଣ ପାଇଁ ପୁରଉଛୁ? ସେତେବେଳେ ତା ମନ ଭିତରେ ଅପରାଧ କରିବାର ମନୋବୃତ୍ତି ନଥାଏ। ସାର୍ ନମସ୍କାର। ନମସ୍କାର। ଚାଲୁଥିଲି ସାର୍, ଆଉ ଗୋଟେ ଅନୁରୋଧ, ଜେଲ୍ ଯିବା ପୂର୍ବରୁ ମୁଁ ଆଉ ଜଣଙ୍କୁ ଦେଖା କରିବା ପାଇଁ ଚାହେଁ। କିଏ ସେ? ମୁଁ ତାଙ୍କ ନାଁ ଗାଡ଼ିରେ କହିବି, ଆପଣ ଆସନ୍ତୁ। मुझे कौन सुनिए सदर कौन तुम सा ଅବଶ୍ୟ ତ ରକ୍ତ ସମ୍ପର୍କର ବଡ଼ ଭୂମି ଚନ୍ଦ୍ର ସୂର୍ଯ୍ୟ ପରି ଏକ ଥାନ ସତ୍ୟ। କହିଲା ନି କାହିଁକି କାହିଁକି ଗୋଟେ ଏତେ ବଡ଼ ଅଘଟଣ ଘଟିବାକୁ ଦେଲ? ତାହା ଥିଲା ମୋର ଜିତ୍। କେବଳ ମାନବବିଦ ଉପରେ ପ୍ରତିଶୋଧ ନେବାକୁ ଏମିତିର ଚକ୍ରବ୍ୟୂହ ମୁଁ ରଚନା କରିଥିଲି। ଆଉ ଦୀପକ ପ୍ରତି ତୋର ଭଲ ପାଇବା ମୋ ପାଇଁ ଆହୁରି ସୁଯୋଗ ସୃଷ୍ଟି କଲା। ସାପ ବୁଝିଗଲା ବାପା ଏଇ ନିଜ ଝିଅ